ନଉଛନ୍ତି। ମୁଁ ଆଉ ସହିପାରୁନି ମା, ସହିପାରୁନି ଜଗତର ନାଥ ଜଗନ୍ନାଥ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଭିଡ଼ିଓକୁ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଉ ଯିଏ ବି ଯେଉଁଠି ମୋ ଭିଡ଼ିଓଟି ଦେଖୁଛନ୍ତି, ମହାପ୍ରଭୁଙ୍କ କୃପାରୁ, ମା ମଙ୍ଗଳାଙ୍କ କୃପାରୁ ଆପଣମାନେ ସଦାସର୍ବଦା ଭଲରେ ଥାଆନ୍ତୁ। ଦେଇଛନ୍ତି ଏଇଟା କୌଣସି ଖରାପ କଥା ମୁଁ କହୁନାହିଁ, ଯଦି କାହାକୁ ଖରାପ ଲାଗେ କ୍ଷମା କରିବେ। କିଛି ଲୋକ ଥିବେ ମାନେ ଗାଁ ଗହଳିର ଲୋକ ଭିଡ଼ିଓ ଦେଖିଲା ପରେ, ମୋ ନିଜ ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ ହୁଅନ୍ତୁ, ଲାଜ ନାହିଁ ଇଏ ନାହିଁ ସେ ଏମିତି ଭିଡ଼ିଓ, ଏଇଟା କୌଣସି ଖରାପ ଭିଡ଼ିଓ ନୁହଁ। ଗୋଟେ ନାରୀ ପାଇଁ ମା ହେବା ହେଉଛି ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ। ଏଇଟା ସତ କଥା, ଏଇଟା ସମସ୍ତେ ଜାଣିଛନ୍ତି। ଆଉ ଆମେ ସମସ୍ତେ ବି ସେଇ ମା ଗର୍ଭରୁ ହିଁ ଆସିଛେ। ତେଣୁକରି ସାଙ୍ଗମାନେ ମୁଁ କୌଣସି ଖରାପ କଥା କହୁନାହିଁ। ମୁଁ ଯାହା ଗର୍ଭବତୀ ଅନୁସାରେ ମାନେ ଗର୍ଭବତୀ ଥିଲାବେଳେ ଯେଉଁ ଅନୁଭୂତିଟା ମୁଁ ପାଇଛି ସେଇଟା ହିଁ ଆପଣଙ୍କ ସହିତ ସେୟାର କରୁଛି। ଯଦି କାହାକୁ ଖରାପ ଲାଗେ, ମୋ ନିଜ ଲୋକ ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, କ୍ଷମା କରିବେ। ମୁଁ ଚାହିଁଲି ଯେ ଆମ ମହାପ୍ରଭୁ ଜଗନ୍ନାଥଙ୍କର ଆଉ ମା ମଙ୍ଗଳାଙ୍କର ଅନୁଭୂତି ଆପଣମାନଙ୍କ ପାଖରେ ସେୟାର କରେ, ସେଥିପାଇଁ ମୁଁ ସେୟାର କଲି। ଦୟାକରି ଏଥିରେ ମୁଁ କୌଣସି ଖରାପ କଥା କହୁନାହିଁ, ତେଣୁ ଦୟାକରି ମୋତେ କେହି ବି ଖରାପ କମେଣ୍ଟ କରିବେନି କି ଖରାପ କଥା କହିବେନି। ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି। ଆମେ ସେତେବେଳେ ଯାଇକି ପୁରୀରେ ଥିଲୁ, 2022 ମସିହା କଥା କହୁଛି। ଆମେ ଯାଇକି ପୁରୀରେ ଥିଲୁ। ପୁରୀରେ ରହିଲା ପରେ 2023 ମସିହାରେ ଯେତେବେଳେ ମୋର ଡେଲିଭରି ପାଖାପାଖି ସମୟ ହେଇଗଲା, 7.5 ମାସ ହେଇଛି, ମୁଁ ଯାଇଥିଲି ଚେକଅପ୍ ପାଇଁ, ପୁରୀ ମେଡ଼ିକାଲ ଯାଇଥିଲି ଚେକଅପ୍ ପାଇଁ। ସେମାନେ କହିଲେ ଯେ ପିଲା ମାନେ ମୋ ଦେହ ବହୁତ ଖରାପ ଅଛି। ଚେକଅପ୍ କରିସାରି ଅଲ୍ଟ୍ରାସାଉଣ୍ଡ କରିସାରିଲା ପରେ ମୋ ଦେହ ବହୁତ ଖରାପ ଅଛି, ଆଉ ମୋତେ କଟକ ରେଫର୍ କରାଯିବ। ମୁଁ କଟକରେ ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି ମୋତେ କଟକ ପଠାଯିବ। କିନ୍ତୁ ମୁଁ ସେସବୁ କଥାରେ ରାଜି ହେଇନଥିଲି, କାହିଁକିନା ମୋ ସାଙ୍ଗରେ କେହି ନଥିଲେ। ସେଦିନ ମୋ ହଜବେଣ୍ଡ ପଳେଇ ଯାଇଥିଲେ କାମରେ, ମୋତେ ସେ ମେଡ଼ିକାଲରେ ଛାଡ଼ି ଦେଇଥିଲେ। ମୁଁ ଏକା ହିଁ ମେଡ଼ିକାଲରେ ଥିଲି। ଏ ବିଷୟରେ କିଛି ଜାଣିନି, ପ୍ରଥମ ପିଲା, ତା ସହିତ ଏ ବିଷୟରେ ମୁଁ କିଛି ବି ଜାଣିନି। ସାଙ୍ଗମାନେ ଆପଣମାନଙ୍କୁ କଥା ଟିକେ ଅଡ଼ୁଆ ଲାଗୁଥିବ, କିନ୍ତୁ ମୋତେ କେହି ବି ଭୁଲ ବୁଝିବେନି। ଗୋଟେ ମା ହେବାର ଅନୁଭୂତି ଆପଣମାନଙ୍କ ସହିତ ସେୟାର କରୁଛି, ଯେଉଁଟାକି ମା ମହାପ୍ରଭୁ ଜଗନ୍ନାଥ ହିଁ ଦେଇଛନ୍ତି। ଯାଇଥିଲି ମେଡ଼ିକାଲ, ମୋତେ ସେ ଛାଡ଼ି ଦେଇଥିଲେ। ଯେହେତୁ ଆମେ ପୁରୀରେ ହିଁ ରହୁଥିଲୁ, ପୁରୀ ମୁଁ କାହିଁକି ରହୁଥିଲି ବି ସେଇଟା ବି ଆପଣମାନଙ୍କୁ କହିବି। ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ମୋତେ କମେଣ୍ଟ କରିବେ, ନିଶ୍ଚିତ ଏ ବିଷୟରେ ବି ଆପଣମାନଙ୍କୁ କହିବି ଯେ ମୁଁ କାହିଁକି ଯାଇକି ପୁରୀରେ ରହୁଥିଲି। ଏବେ ପୁରୀ ଛାଡ଼ିଲା ପରେ ବି ମୋର କେଉଁ ଅସୁବିଧା ହେଉଛି ସେସବୁ ବିଷୟରେ ବି ମୁଁ ଆପଣଙ୍କୁ ସେୟାର କରିବି। କାହିଁକିନା ମୁଁ ସେଇଠୁ ହିଁ ଭିଡ଼ିଓ କରିବା ବନ୍ଦ କରିଥିଲି। ବନ୍ଦ କରିବାଟା ମୋ ପାଇଁ ଥିଲା ଭୁଲ, ଯାହାଦ୍ୱାରା କି ମୋ ଭିଡ଼ିଓ ଗ୍ରୋ କରିବା ବନ୍ଦ ହେଇଯାଇଛି। ମୋ ଚ୍ୟାନେଲ୍ ଯାଉନି, ମାନେ ମୋତେ ବହୁତ କଷ୍ଟ ହେଉଛି ସେଥିପାଇଁ ମଧ୍ୟ। ଯେତେବେଳେ ପ୍ରଥମ ପିଲା ହେବାର ଥିଲା, ମାନେ ଆପଣ ବିଶ୍ୱାସ କରିବେନି ସାଙ୍ଗମାନେ, ମୁଁ ମେଡ଼ିକାଲରେ ଏକା, ମୋ ପାଦ ତଳୁ ମାଟି ଖସି ଯାଇଥିଲା। ମାନେ ମୁଁ କଟକ ଯିବି, ହଠାତ୍ ମୋର କ'ଣ ହେଲା, ସବୁ ତ ଭଲ ଥିଲା। ମାନେ 7.5 ମାସ ହେଇଛି, ମାନେ ମୁଁ ପୁରା ଭୟ, କଟକ ମେଡ଼ିକାଲ ମୋ ଜୀବନରେ କେବେ ଦେଖିନି। ମାନେ ମୁଁ ପୁରା ଭୟ କରିଗଲି। କହିଲେ ଅସୁବିଧା ଏଇଆ ହେଇଥିଲା ଯେ ସେମାନେ କହିଲେ ଯେ ମୋ ପିଲାର ମାନେ ପିଲା ବହୁତ ଖରାପ ଅବସ୍ଥାରେ ଅଛି। ମାନେ ପିଲା ବଞ୍ଚିବା ମରିବା କିମ୍ବା ମା ବଞ୍ଚିବା ମରିବା କୌଣସି ପ୍ରକାର ସମ୍ଭବ, ମାନେ ଆମ 2 ଜଣ ଭିତରୁ ଯାହାର ହେଲେ ଗୋଟେ କିଛି ଅସୁବିଧା ହେଇଥାନ୍ତା ସେମାନେ କହିଲେ। ଯେହେତୁ ମୁଁ ଏକା ଯାଇଛି ମେଡ଼ିକାଲ, ମୋ ସ୍ୱାମୀ ନାହାନ୍ତି ବି ପାଖରେ, ମୋତେ ଛାଡ଼ି ଦେଇକି ଯାଇଛନ୍ତି ମେଡ଼ିକାଲରେ, ଆସିଲେ ମୋତେ ନେଇକି ଆସିବେ। ତ ସେ ଟାଇମ୍ରେ ମୁଁ ଏକା, ମାନେ କେମିତି ନିଜକୁ ସମ୍ଭାଳିଥିବି ଆପଣମାନେ ଭାବନ୍ତୁ। ତେଣୁ ମୁଁ କିଛି ଭାବିପାରିଲିନି। ତାପରେ ମୋ ବୋଉକୁ ଫୋନ୍ କରିଥିଲି, ମାନେ ମୋ ଜନ୍ମ କଲା ମା ଯିଏ, ତାକୁ ଫୋନ୍ କରିଥିଲି ଯେ ବୋଉ ଡାକ୍ତର ମୋତେ ଏଇ କଥା କହୁଛନ୍ତି ବୋଲିକା। ମା ଛଡ଼ା ଆଉ କେହି ଜାଣିପାରିବେନି। ସିଏ କହିଲା କି ନାଇଁ ତୁ ଡାକ୍ତରଙ୍କ କଥା କିଛି ଶୁଣୁନା, ତୁ ରହ, ବ୍ୟସ୍ତ ନା, ଆମେ ଆଉ ଗୋଟେ ଡକ୍ଟରଙ୍କୁ ଦେଖେଇବା। ମୁଁ ବହୁତ କାନ୍ଦିଛି ମେଡ଼ିକାଲରେ ପୁଣି ମୁଁ ଏକା। ସେତେବେଳେ କେହି ନୁହଁ, ଆଉ ମା ମଙ୍ଗଳା ପ୍ରଭୁ ଜଗନ୍ନାଥ ମୋ ପରୀକ୍ଷା ଦେଇଥିଲେ। ଗୋଟେ ଦିନ ଗୋଟେ ରାତି ବହୁତ କଷ୍ଟ ମୁଁ ପାଇଛି, ବହୁତ କାନ୍ଦିଛି। କିଛି ନହେଲେ ସେଇ ବଡ଼ଦାଣ୍ଡ ସାକ୍ଷୀ ଯେଉଁ ପୁରୀରେ ରହୁଥିଲି, ସେଇ ଭଗବାନ ଏ ସାକ୍ଷୀ ମୁଁ କେତେ କଷ୍ଟ ପାଇଛି। ଏ କୌଣସି ମିଛ କଥା ନୁହଁ କି ମନ ଗଢ଼ା କଥା ବି ନୁହଁ, ଏଇଟା ଅନୁଭବର କଥା। ପ୍ରଭୁ ଆଉ ମା ମଙ୍ଗଳା ତାଙ୍କ ଅନୁଭବର କଥା ମୁଁ କହୁଛି, ଅନୁଭୂତିର କଥା। ଘଟଘୋଡ଼ି ରଖିଲା ପରେ ସେମାନେ ମୋତେ ରଖିଦେଲେ। ମୋ ଭଉଣୀ ଭିଣେଇ, ମୋ ଶାଶୁ ଯିଏ ଥିଲେ ସିଏ, ମୋ ନଣନ୍ଦ, ସମସ୍ତେ ମୋତେ ଫୋନ୍ରେ ବୁଝିଲେ। କିନ୍ତୁ ପ୍ରଥମେ ମୁଁ କହିବି ମୋ ବୋଉ ହିଁ ମୋତେ ବୁଝେଇଲା ଯେ କିଛି ହେବନି, ଗୋଟେ ମା ଜାଣିପାରେ ପିଲା ଉପରେ ବିପଦ ଆସିବ କି ନ ଆସିବ। ପରଦିନ ଆମେ ଅଲ୍ଟ୍ରାସାଉଣ୍ଡ ପୁଣି ଆଉ ଗୋଟେ ପ୍ରାଇଭେଟ୍ ଡାକ୍ତରଖାନାରେ ଗଲୁ। ମୋ ମଝିଆ ନାନୀ ଆଉ ଭିଣେଇ ଗଲେ ମୋତେ ନେଇକିରି, ମୋ ସ୍ୱାମୀ ବି ଗଲେ। ଗୋଟେ ପ୍ରାଇଭେଟ୍ ଡାକ୍ତରଙ୍କୁ ଦେଖେଇଲୁ। ଯେତେବେଳେ ଅଲ୍ଟ୍ରାସାଉଣ୍ଡ ହେଲା, ଡାକ୍ତରଙ୍କୁ ଦେଖେଇଲୁ, ଗୋଟେ ଲେଡ଼ିଜ୍ ଡାକ୍ତରଙ୍କୁ ଦେଖିଲୁ ସେଇ ପୁରୀରେ। ସେ କହିଲେ ଯେ ପିଲାର ତ କିଛି ବି ଅସୁବିଧା ହେଇନି,
ସେତେବେଳେ ନା ପୁରା ସ୍ତବ୍ଧ ହେଇଯାଇଥିଲି। ତା ପୂର୍ବ ଦିନରୁ ନା ଯେତେବେଳେ ସେମାନେ କହିଲେ ମୋ ପିଲା ଅସୁସ୍ଥ ଅଛି ବୋଲି, ମହାପ୍ରଭୁ ଆମ ଗଳାକୁ ପେଟ ଭିତରୁ ହିଁ ମୁଁ ସେ ପିଲାକୁ ତାଙ୍କୁ ବିକ୍ରି କରିଦେଇଥିଲି। ମୋ ଗଳା ପରୀକ୍ଷା ଦେଇଥିଲେ, ଏବେ ବି ସେ ମୋ ପରୀକ୍ଷା ନଉଛନ୍ତି। ମୁଁ ଆଉ ସହିପାରୁନି ମା, ସହିପାରୁନି ଜଗତର ନାଥ ଜଗନ୍ନାଥ। ସେମାନେ ମତେ ଭଲ ରଖିଥିଲେ, ପେଟରେ ଥିବା ପିଲାଟିକି ମଧ୍ୟ ଭଲରେ ରଖିଥିଲେ। ତାକୁ ହୃଦୟରୁ କୋଟି କୋଟି ଧନ୍ୟବାଦ, ହୃଦୟରୁ କୋଟି କୋଟି ଧନ୍ୟବାଦ।